এবং আজি ମୁଁ ଡିସାଇଡ୍ କରିଛି ଯେ ମୋର ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ପ୍ରାଥମିକ ସଭ୍ୟରୁ ରିଜାଇନ୍ ଦେଉଛି। ମୁଁ ଧନ୍ୟବାଦ ଦେବି ଅତନୁ ଭାଇଠୁ ନେଇକି ଅରୁଣ ଭାଇ, ସଞ୍ଜୟ ଭାଇ, ବବି ଭାଇ, ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ 2002-2003 ବେଳୁ ଯେଉଁ ମୁଁ ଚେୟାରମ୍ୟାନ୍ ହେଇଛି, ମୋର ବୟସ ବି ବହୁତ କମ୍ ଥିଲା। କିଏ ଡାକିଲେ ନୁହଁ ଯେ ମୁଁ ବାଟରେ ଯାଉଥିବି, କିଏ ଡାକିଲେ ମୁଁ ପଳେଇବି, ସେ କଥା ନୁହଁ। କିନ୍ତୁ ବର୍ତ୍ତମାନ ସାଧାରଣ ଲୋକଙ୍କ ସାଙ୍ଗରେ ଆଗେ ରହିକି କିଛି କାମ କରିବା ପାଇଁ ମୁଁ ଆଗେ ଚେଷ୍ଟା କରେ। ମୁଁ ଆଜି ଆପଣମାନଙ୍କୁ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ବହୁତ ଦିନ ହେଲା ବିଜୁ ଜନତା ଦଳରେ ସକ୍ରିୟ ରାଜନୀତିରେ ଆମେ ସଂଶ୍ଳିଷ୍ଟ ଥିଲୁ ଏବଂ ଆଜି ମୁଁ ଡିସାଇଡ୍ କରିଛି ଯେ ମୋର ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ପ୍ରାଥମିକ ସଭ୍ୟରୁ ରିଜାଇନ୍ ଦେଉଛି ଏବଂ ଜେନେରାଲି ଯେମିତି ଲୋକଙ୍କ ସାଙ୍ଗରେ ରହୁଥିଲି ସେମିତି ରହିବି। କୌଣସି ବ୍ୟାନର ତଳେ ରହିବି ନ ରହି ସାଧାରଣ ଲୋକଙ୍କ ସାଙ୍ଗରେ ଯେମିତି କାମ କରୁଥିଲି ସେମିତି କାମ କରିବି। କିନ୍ତୁ ବିଜୁ ଜନତା ଦଳର ସାଧାରଣ ଯେଉଁ ଆମର ଅଛି ମେମ୍ବରସିପ୍ରୁ ମାନେ ମୋ ନାଁ ଆଜି କାଟିବା ପାଇଁ ଅନୁରୋଧ କରିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ରିଜାଇନ୍ ଦେଇଛି। ନା ନା, ଦଳ ସହିତ କୌଣସି ବାଦ ବିବାଦ ନାହିଁ। କାରଣ ଏ ମହାନ ଦଳ ଆଜି ପର୍ଯ୍ୟନ୍ତ ଯେଉଁ ରାଜନୈତିକ କ୍ୟାରିୟରରେ ମୋତେ ବହୁତ ଆମର ବିଜୁ ଜନତା ଦଳର ଯେଉଁମାନେ ବଡ଼ ଭାଇମାନେ ଆଜି ନେତୃତ୍ୱ ନେଉଛନ୍ତି ସେମାନେ ସାହାଯ୍ୟ କରୁଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଯଦି କିଛି ରାଜନୀତିରେ ମୋର ନାଁ ବି ଫିଟିଛି, ମୁଁ ଧନ୍ୟବାଦ ଦେବି ଅତନୁ ଭାଇଠୁ ନେଇକି ଅରୁଣ ଭାଇ, ସଞ୍ଜୟ ଭାଇ, ବବି ଭାଇ, ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ 2002-2003 ବେଳୁ ଯେଉଁ ମୁଁ ଚେୟାରମ୍ୟାନ୍ ହେଇଛି, ମୋର ବୟସ ବି ବହୁତ କମ୍ ଥିଲା ଏବଂ ବିଶେଷ କରି ବର୍ତ୍ତମାନ ସୁଦ୍ଧା ଯେଉଁ ରାଜନୀତିରେ ମୁଁ ଥିଲି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯିଏ PS ଥିଲେ ପାଣ୍ଡିଆନ ସାର୍, ସେମାନେ ତାଙ୍କର ମଧ୍ୟ ଭୂମିକା ଆମର ରାଜନୀତି କ୍ୟାରିୟରକୁ ବଢ଼ିବା ପାଇଁ ମଧ୍ୟ ବହୁତ କିଛି ତାଙ୍କର ଦାନ ରହିଛି ଆମ ପ୍ରତି। କିନ୍ତୁ ମୁଁ ଭାବୁଛି ଯେହେତୁ ଆମ ପରିବାର 3 ଜଣ ରାଜନୀତିରେ ଅଛନ୍ତି, ବିଶେଷ କରି ବିଜୁ ଜନତା ଦଳରେ, ୟା ମାନେ ନୁହଁ ଯେ ମୁଁ ବିଜୁ ଜନତା ଦଳ ଛାଡ଼ିକି ଆଉ କେଉଁ ଦଳରେ ଯାଇ ଜଏନ୍ କରୁଛି କି କ'ଣ, ବର୍ତ୍ତମାନ ନିକଟ ଅତୀତରେ ତ ନୁହଁ। ତେଣୁ ମୁଁ ଭାବିଛି ଫ୍ରି ଲେନ୍ସର ଯେମିତି ହେବା କଥା ସେମିତି ହେଇକି ମୁଁ କାମ କରିବି। ଯଦି କୌଣସି ଲୋକ ମୋର ସାହାଯ୍ୟ ଦରକାର କରେ ଏବଂ ମୋର ମଧ୍ୟ ଯେତେବେଳେ ସାହାଯ୍ୟ ଦରକାର ହେବ ମୁଁ ମଧ୍ୟ ସମସ୍ତଙ୍କୁ ଯାଇପାରିବି। ତେଣୁ ସେଇ ହିସାବରେ ମୁଁ ଭାବୁଛି ମୋତେ ଏଇখানে ଫ୍ରି ହେବାକୁ ପଡ଼ିବ। ନା ନା, ଭବିଷ୍ୟତ କଥା ତ ମୁଁ ବର୍ତ୍ତମାନ କହିପାରିବିନି। ନା ନା ନା, କିଏ ଡାକିଲେ ନୁହଁ ଯେ ମୁଁ ବାଟରେ ଯାଉଥିବି, କିଏ ଡାକିଲେ ମୁଁ ପଳେଇବି, ସେ କଥା ନୁହଁ। କିନ୍ତୁ ବର୍ତ୍ତମାନ ସାଧାରଣ ଲୋକଙ୍କ ସାଙ୍ଗରେ ଆଗେ ରହିକି କିଛି କାମ କରିବା ପାଇଁ ମୁଁ ଆଗେ ଚେଷ୍ଟା କରେ। କାରଣ ଆମେ ଜାଣିଥିଲୁ ଯେଉଁ ଦଳରେ ଥିଲୁ ସେ ଦଳ ପାୱାରରେ ଥିଲା ଏବଂ କାମ କରିବାକୁ ସୁବିଧା ମିଳୁଥିଲା ଏବଂ ଆମେ ଯାହା ଚାହୁଁଥିଲୁ ମଧ୍ୟ ସାଧାରଣ ଲୋକଟିକୁ ଆମେ ସାହାଯ୍ୟ କରିପାରୁଥିଲୁ। କିନ୍ତୁ ବର୍ତ୍ତମାନ ମୁଁ ଚାହୁଁଛି ସାଧାରଣ ଲାଇଫରେ ରହିକି ଆମେ ଏଗୁଡ଼ା ପାରିବା ନା ନାହିଁ। ମୁଁ ଆଗେ ସେଇ ନା ନା, ଚାପ ମୁଁ ତ କାହିଁ ଫିଲ୍ କରିନି କେବେ। ଦଳ ତ ମୋତେ କେବେ ବି ଚାପ କରିନି, କାରଣ ଦଳ ପାଇଁ ତ ନା। ଭଲ କ୍ୱେଶ୍ଚନଟା ଆପଣ ପଚାରିଲେ ଯେ ଯେଉଁ ବରପଦା କଥା କହୁଥିଲେ, ବରପଦା ଆଜି ମଧ୍ୟ ସ୍ମୁଥଲି ଚାଲିଛି। ମୁଁ ସେତେବେଳେ ବି 2-3 ଲାଇନ୍ କହିଥିଲି, ଯାହାଫଳରେ କି ମୋତେ ବି କିଛି ଲୋକ କିଛି କଥା କହିବାକୁ ମଧ୍ୟ ଶୁଣିବାକୁ ପଡ଼ିଥିଲା। ସେଇ MP ହୁଅନ୍ତୁ, MLA ହୁଅନ୍ତୁ ବର୍ତ୍ତମାନର ଏବଂ ମାନ୍ୟବର ବିଶେଷ କରି ଆମର ଯେଉଁ ମନ୍ତ୍ରୀ ଅଛନ୍ତି ସିଏ ହୁଅନ୍ତୁ କି ବିଶେଷ କରି ଆମର ମନମୋହନ ସାମଲ ଅନରେବୁଲ୍ ପ୍ରେସିଡେଣ୍ଟ ଯିଏ ଅଛନ୍ତି, ଯେଉଁମାନେ ଏଠାକୁ ନେଇକି ଗଭର୍ଣ୍ଣମେଣ୍ଟରେ ପହଞ୍ଚାଇ ପାରିବେ କି ଗଭର୍ଣ୍ଣମେଣ୍ଟ ହେବ ସେ ବିଷୟରେ ମଧ୍ୟ ମୁଁ କହିଥିଲି ଏବଂ ତାଙ୍କରି ପ୍ରାୟ ସହଯୋଗରେ ଆଜି ଦେଖିବେ ଆପଣ ବରପଦା କଲେଜ ଚାଲିବା ଆରମ୍ଭ କରିଛି ଏବଂ ସ୍ମୁଥଲି ଚାଲୁଛି। ତେଣୁ ମୁଁ ଯେଉଁ କହିଲେ ଏଇଟା ମଧ୍ୟ ମୋର ଆଉ ଗୋଟେ ପାର୍ଟ ରହିବ ଯେ କାଲିଠୁ ମୋତେ ଯେଉଁ ସମୟଟା ମିଳୁଛି ମୁଁ ନିଶ୍ଚିତ ଭାବରେ ବରପଦା ଇଞ୍ଜିନିୟରିଂ କଲେଜକୁ କିଭଳି ସେମାନଙ୍କ ସହଯୋଗରେ ଆମ ମ୍ୟାନେଜମେଣ୍ଟ ଯାଇକରି କେମିତି ଗଭର୍ଣ୍ଣମେଣ୍ଟ ତାକୁ ନେଇପାରିବ, ସମୟ ମିଳିବ ନିଶ୍ଚିତ ଭାବରେ ତାଙ୍କ ପାଖରେ ମୁଁ ପୁଣି ଅନୁରୋଧ କରିବି। ଏବଂ ଯେଉଁ କଥା କହିଲେ ୟୁନିଭର୍ସିଟି ପାଇଁ ମଧ୍ୟ 20 ଏକର ଯେଉଁ କୁହାଯାଇଥିଲା ଆମ ରିଜଲ୍ୟୁସନ୍ ପାସ୍ ହେଇଥିଲା ଆପଣ ଜାଣିଥିବେ, ତାକୁ ମଧ୍ୟ ମୁଁ ପୁଣି ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିବି, ସେ ମଧ୍ୟ ସେଇଟା କେମିତି କାର୍ଯ୍ୟକାରୀ ହେବ ଟିକେ ଦେଖିବେ। ତେଣୁ ଆଉ କିଛି ବିଶେଷ କାର୍ଯ୍ୟ ଆମର ନାହିଁ। ଏବେ ସାଧାରଣ ଲୋକଙ୍କ ସାଙ୍ଗରେ ଆମେ ମିଶିକି କେମିତି ଆଗକୁ ଚାଲିବା। ଆପଣ ମାନ୍ୟବର ବିଧାୟକଙ୍କ ସାଙ୍ଗରେ ତାହେଲେ ଦେଖିଛନ୍ତି, ମାନ୍ୟବର ଏମ୍ପିଙ୍କ ସାଙ୍ଗରେ ଆଉ ଦେଖିନାହାନ୍ତି ବୋଧେ, ମାନ୍ୟବର ସଭାପତିଙ୍କ ସାଙ୍ଗରେ ତାହେଲେ ଦେଖିନାହାନ୍ତି, ମାନ୍ୟବର ମନ୍ତ୍ରୀଙ୍କ ସାଙ୍ଗରେ ଦେଖିନାହାନ୍ତି। ମୁଁ ତ ଗତକାଲି ବି ମାନ୍ୟବର ମନ୍ତ୍ରୀଙ୍କୁ ଯାଇକି ଦେଖା କରିଥିଲି। ତେଣୁ ଏଇ ଯେଉଁ କ୍ୱେଶ୍ଚନଟା ଯେଉଁ ପଚାରିଲେ, ଏଇ କ୍ୱେଶ୍ଚନକୁ ଆମକୁ କଷ୍ଟ ହେଉଛି ଯେ ଗୋଟେ କ'ଣ ସାଧାରଣ ଲୋକଟେ ତାର କାମ ପଡ଼ିଲେ ମନ୍ତ୍ରୀ ପାଖକୁ ଯାଇପାରିବନି। ତେଣୁ ଏ ଦଳରେ ରହିକି ଯେଉଁଟା ପ୍ରୋବ୍ଲେମ୍ ହେଉଥିଲା
जे आम किसी करने को चाहूलु एवं विशेषकर आम जो बरपदा कॉलेज को आम जो गवर्नमेंट को दवाई आम जो डिक्लेयर कर सहयोग में आगू को चली तेणु निश्चित भाव में यही कार्य को यथाशीघ्र संभव करने मत फुल समय मिल तेणु काली नुआ सकाल मो हम जो थे कि केवल बरपदा इंजीनियरिंग कॉलेज केमी गवर्नमेंट नब एवं तार केमी से जो पुराणा जो भल इमेजटा थिला ताकू फेरेबा यही मोर प्रथम कार्य हम जोटा कि इंजीनियरिंग कॉलेज पे मु पूर्ण समय दे पारिबे एवं ताकू यथाशीघ्र गवर्नमेंट रे केमिति ना ना मु भाबुची जे जो कहले कारण बापा आमे बापा जो जिते पद भाइस प्रेसिडेंट सीनियर थिले मु मध्य सेक्रेटरी मते मध्य करा जायछला एवं मु सेति पई कृतज्ञ मध्य कारण गोटे परिवार दीदी जन को मुख्य पोस्ट रहा प्राय क्वचित तेणु मु से दल पाखे कृतज्ञ सब बेले कारण जी से दल राजनैतिक पहचान कर मोर तेणु मु भावुची माने यथेष्ट कर तेणु मुझे नुह जे बापा से देइचंदी बोली बर्तमान दी भाई जेहेतु आम अच्छु गोटे भाई भंडारी पोखर आउ बापा एठी तेणु मु भावुची आउ मोर आवश्यकता नहीं कौन दल में रही क्या कम कर तेणु से नाई ना बीजेडी कौन गोष्ठी कंदल रद्रकर तो जमा ना 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 सेमती देखु मु क्या सांगे मिसुची आमर आपण कौन देखुना आमर जे विधायक बीजेडी सी कौन जाकि बीजेपी सागर मिशुना बीजेपी एमएलए मान जो मैंने एमएलए जो सी सर्वसाधारण आमर सीतांशु महापात्र भद्रक एमएलए कौटी ब्राकेट लिखा हो कि बीजेपी एमएलए बीजेपी वाला तेणु मो कह कथा जो जन एमएलए मंत्री होती सी सारा मंत्री जन सारा ओडिशा एमएलए जन एटा व्यक्तिगत कारण मु भावुची जे एमती माने गोटे परिवार तीन जन के राजनीति करा जाए दी भाई ये किसी लोक व्यवसाय करते किसी लोक राजनीति करते किंतु आमर एमती गोटे परिवार सब तक राजनीति हाँ निश्चित निश्चित डिसीजन नबारे डेरी हो जाइए किंतु साधारण जमती साधारण लोक लाइफ रे आम रोलु साधारण लोक सेवा बापा अवगत करने आसिले अवगत हे मु बीजेडी रे 2003 रु चेयरमैन होती 2002 रु स्टेट रो सेक्रेटरी बीवाईजेडी कंटिन्यू होता एवं माननीय मुख्यमंत्री टीम रे मु सेक्रेटरी थी जो थे कि बापा भाइस प्रेसिडेंट सीनियर थे मु भी सेक्रेटरी थी बर्तमान सुधा भी विजु जनता दल बर्तमान पर्यंत अच्छी आपण भाबुचंदी कि दल छाड़देला पर आपण हाथ खोला हे जीवो जाके सब नेता मंत्री सहित मिसी पारे ना ना मो दल छाड़देला पर को नेता संगे मिसिया पे मु दल छाड़ने मु चाहूची जे किछि कारण ये जो शब्दटा जोटा माननीय भाई जने पचारे जे बीजेडी एवं जीवा बेलू को टिके जो आमर भी काम थाई पारे साधारण लोकंकर भी आम पारे काम थाई पारे तेणु एबे आम पाखु बीजेपी बीजेडी कांग्रेस सब लोक आमे भी सेमान पाखु गला बेलू आपत्ति अभियोग उठार कौन कारण नहीं तेणु आम गोटे साधारण लोक आपण भाई समस्त घर गलू कम करूँ साधारण लोक जनसेवा जारी रही ना इच्छा शुणु इच्छा सांगे हवाटा बहुत कष्ट तेणु आमर जहाँ इच्छा थिला आम भावुलु बहुत किसी इच्छा तेणु सब इच्छा कौन कार्यकारी हो पार तेणु आम अपेक्षा करूँ पुणी जो पुणी चिंता करे दल रही साधारण लोक कम करवा शासक दल रही सुविधा तेणु दल रही कम करवा शासक दल रही कम करने भितर बहुत फरक रही तेणु आम चेष्टा करवा साधारण लोकटे हो साधारण लोक केमी कम करने केते कष्ट से अनुभव उपलब्धि करने विशेषकर मुझे रिजाइन देती।